ହ୍ୟୁମାନ ସାଜିଛନ୍ତି ଏବେ ଗୁଣ୍ଡା। ଏବେ ଲୋକ ଲଗାଇ ମାଡ଼ ମାରିଲେଣି କୁଆଡ଼େ ହ୍ୟୁମାନ ସାଗର। ଦିନେ ଷ୍ଟୁଡିଓରେ ଲୋକଙ୍କର ମନୋରଞ୍ଜନ କରୁଥିଲେ ଏହି ହ୍ୟୁମାନ ସାଗର ଆଜି ଘରେ ପଶି ମାରଣାତ୍ମକ ଆକ୍ରମଣ ମଧ୍ୟ କରୁଛନ୍ତି। କଥାଟା ଶୁଣିବାକୁ ଆପଣଙ୍କୁ ଅକଳିଆ ଲାଗିପାରେ ଆଜ୍ଞା, କିନ୍ତୁ ଏ କଥାଟି ସତ। একথা ঘটিছি গীতিকার প্রমোদ স্বাইঙ্ক সাংরে। হ্যাঁ আজ্ঞা, প্রমোদ স্বাইঙ্কু এবে হ্ୟୁମାନ ସାଗରଙ୍କର ଲୋକ ସାଂଘାତିକ ମାଡ଼ ମାରି ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଗୀତିକାର ପ୍ରମୋଦ ସ୍ୱାଇଁ କାଳେ ପୋଷ୍ଟ କରିଥିଲେ ଫେସବୁକରେ ହ୍ୟୁମାନ ସାଗର ଷ୍ଟୁଡିଓରେ ଗୀତ ଗାଇବାକୁ ମନା କରୁଛନ୍ତି। ବାସ୍ କଥା ତ ଏତିକିରେ ଉତ୍ତ୍ୟକ୍ତ ହେଇଯାଇଥିଲେ ହ୍ୟୁମାନ ସାଗର। ମୁଣ୍ଡକୁ ରକ୍ତ ଚଢ଼ି ଯାଇଥିଲା ହ୍ୟୁମାନ ସାଗରଙ୍କର। ସାଙ୍ଗେ ସାଙ୍ଗେ ନିଜ ମ୍ୟାନେଜର ଏବଂ କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ପଠାଇଥିଲେ ପ୍ରମୋଦ ସ୍ୱାଇଁଙ୍କ ଘରକୁ। ବାଦାମବାଡ଼ିରେ ପ୍ରମୋଦ ସ୍ୱାଇଁ ରହୁଥିଲେ ଏକ ଭଡ଼ା ଘରେ। ବାସ୍ ସେହି ସମୟରେ ପ୍ରମୋଦ ସ୍ୱାଇଁଙ୍କୁ ଘରେ ପଶି ମାରଣାତ୍ମକ ଆକ୍ରମଣ ସହିତ ଅଶ୍ଳୀଳ ଭାଷାରେ ସୋଦାସୋଦି ଏବଂ ତାଙ୍କୁ କିଡନାପ୍ କରି ହ୍ୟୁମାନ ସାଗରଙ୍କ ଅଫିସରେ ମାଡ଼ ମାରିଥିଲେ ଏବଂ ପ୍ରମୋଦ ସ୍ୱାଇଁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ପ୍ରମୋଦ ସ୍ୱାଇଁ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ନମସ୍କାର, ମୁଁ ଗୀତିକାର ପ୍ରମୋଦ ପରିଡ଼ା। ଆଜିକୁ ଦୀର୍ଘ 15 ବର୍ଷ ହେବ ମୁଁ ଓଡ଼ିଆ ସିନେମା ସଙ୍ଗୀତ ଏ କ୍ଷେତ୍ରରେ କାମ କରୁଛି। ନିର୍ବିବାଦୀୟ ଭାବରେ ଆପଣମାନଙ୍କ ସ୍ନେହ ଶ୍ରଦ୍ଧା, ସବୁ ବରିଷ୍ଠ କଳାକାରମାନଙ୍କ ସ୍ନେହ ଶ୍ରଦ୍ଧା, ସାନମାନଙ୍କ ସମ୍ମାନ ଏସବୁ ମୋତେ ସବୁବେଳେ ମିଳି ଆସିଛି। ସମସ୍ତଙ୍କ ଭଲ ପାଇବା ମୁଁ ପାଇଛି। କେବେ କୌଣସି ଦିନ ମୋର କାହା ସହିତ ବିବାଦ ନାହିଁ କିମ୍ବା କାହାକୁ କୌଣସି କଳାକାରକୁ କିମ୍ବା କୌଣସି ସାଧାରଣ ଲୋକ ବି କଷ୍ଟ ହେଲା ଭଳିଆ କଥା ପଦେ କିମ୍ବା ସେମିତି କିଛି କାମ ମୋଠୁ କେହି ଆଶା ରଖିନଥିବେ। କିନ୍ତୁ ଘଟଣାକ୍ରମରେ ଆମ ଓଲିଉଡ଼ର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଯିଏକି ଖୁବ୍ ବିବାଦୀୟ ଏବଂ ତାଙ୍କର ବିଭିନ୍ନ ସମୟରେ ସେ ଚର୍ଚ୍ଚାରେ ରୁହନ୍ତି ତାଙ୍କର ଖରାପ କାମ ଗୁଡ଼ିକ ପାଇଁ ଏବଂ ସବୁ କାମକୁ ତାଙ୍କର ବଳି ଯାଇଛି ମୋ ସହିତ ଘଟିଥିବା ଘଟଣାଟି ଗତକାଲି ମୁଁ ମୋ ଘରେ ଥିବାବେଳେ ମୋତେ ଆସି ହ୍ୟୁମାନ ସାଗରଙ୍କର କିଛି ଗୁଣ୍ଡା ମୋତେ ମୋ ରୁମ୍ରୁ ବଳପୂର୍ବକ ଉଠେଇ ନେଇ ଅପହରଣ କରି ହ୍ୟୁମାନ ସାଗରଙ୍କ ଅଫିସରେ ଦୀର୍ଘ 3.5 ଘଣ୍ଟା ଅମାନବୀୟ ଟର୍ଚର କରିଛନ୍ତି, ଯାହାକି ମୋ ପାଇଁ ଅସହ୍ୟ। ମୋର ସମ୍ମାନ, ମୋର ସ୍ୱାଭିମାନ ସବୁକୁ ବହୁତ କଷ୍ଟ ଦେଇଛି ଏବଂ ଏହା ଯେକୌଣସି ଜଣେ କଳାରେ ବଞ୍ଚୁଥିବା 16 ଅଣା କଳାରେ କଳାକାର ଜଣେ ଯିଏ ବଞ୍ଚୁଛି ତାକୁ ନିଶ୍ଚୟ କଷ୍ଟ ଦେବ। ଆମର ନା ସେତେ ଭଲ ପାରିଶ୍ରମିକ ମିଳେ, କିଛି ସ୍ନେହ ଶ୍ରଦ୍ଧା ସମ୍ମାନ ମିଳେ, ସେତିକି ଆମକୁ ବହୁତ ଖୁସି ଲାଗେ। କିନ୍ତୁ ମୁଁ ଦେଖୁଛି ସେତିକରୁ ମୁଁ ବଞ୍ଚିତ ହେବାକୁ ଯାଉଛି ଏବଂ ଏହା ମୋର ସମ୍ମାନ ସହିତ ଏବଂ ପରଦା ପଛରେ କାମ କରୁଥିବା ପ୍ରତ୍ୟେକଟି ଟେକ୍ନିସିଆନ୍ କଳାକାର ଭାଇ ଭଉଣୀଙ୍କ ସମ୍ମାନର କଥା। ତେଣୁ ମୁଁ ଆଶା କରିବି ମୋର ଏହି ଅସୁବିଧା ସମୟରେ ଗୋଟେ ବଡ଼ ଶକ୍ତି, ଯେତେବେଳେ ସେମାନେ ବହୁତ ଆର୍ଥିକ ଭାବରେ ସବୁଥିରେ ସେମାନେ ବହୁତ ସବଳ ଏବଂ ସେ କ୍ଷେତ୍ରରେ ମୁଁ ଦୁର୍ବଳ। ତେଣୁ ଏମିତି ଗୋଟେ ସମୟରେ ଆପଣମାନଙ୍କ ସହଯୋଗ ମୋତେ ନିହାତି ଆବଶ୍ୟକ, ଆପଣମାନଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ମୋର ଏହି ସଂଗ୍ରାମରେ ଆପଣମାନେ ସାମିଲ ହୁଅନ୍ତୁ, ମୋତେ ଆଗକୁ ନିଅନ୍ତୁ, ମୋର ସାଙ୍ଗରେ ଚାଲନ୍ତୁ। ମୁଁ ଏତିକି ଆଶା ରଖିବି ଆପଣମାନେ ସମସ୍ତେ ମୋ ପାଇଁ ସ୍ୱର ଉତ୍ତୋଳନ କରିବେ। ବାଦାମବାଡ଼ି ଥାନାରେ ଏହି ଘଟଣାଟି ବର୍ତ୍ତମାନ ବିଚାରାଧୀନ ଅଛି। ସବୁ ବନ୍ଧୁମାନେ ବାଦାମବାଡ଼ି ଥାନାରେ ପହଞ୍ଚିବା ପାଇଁ ମୁଁ ଅନୁରୋଧ କରିବି। ମୋ ତରଫରୁ କିଛି ବି ତ୍ରୁଟି ରହିଥିବ ମୁଁ କ୍ଷମା ମାଗୁଛି ଏବଂ ଆପଣମାନଙ୍କୁ ଆଉ ଥରେ ପ୍ରଣାମ ଜଣାଉଛି। ସମସ୍ତଙ୍କ ସହଯୋଗ ଦରକାର, ସମସ୍ତଙ୍କ ଭଲ ପାଇବା ଦରକାର। ଜୟ ଜଗନ୍ନାଥ, ଜୟ କଳା।